ଦେଖନ୍ତୁ ଓଡ଼ିଶାବାସୀ ଦୁନିଆରେ ଫେକ୍ କେମିତି କ'ଣ ଚାଲିଛି। ଇଏ ହେଲେ ରିଙ୍କି ଦାସ ଜଣେ ଅଛନ୍ତି, ଲାଇନରେ ରହୁଛନ୍ତି ସକାଳୁ ସକାଳୁ, ତାପରେ ରାତି 11ଟା 12ଟାରେ ଆସୁଛନ୍ତି, ଦିନ ସାରା କ'ଣ କରୁଛନ୍ତି ମୁଁ ଜାଣିନି। ସିଏ ବର୍ତ୍ତମାନ ମୋତେ ଭିଡ଼ିଓ କଲ୍ କେତେ ସାରା କରିଛନ୍ତି। ଯଦି ତୁମେ ଭିଡ଼ିଓ କଲ୍ କଲ କିଛି ଅସୁବିଧା ନାହିଁ। ତାଙ୍କର 0 ପୋଷ୍ଟ, ସେ ତାଙ୍କର କିଛି ପକେଇ ନାହାନ୍ତି, ଫଲୋ 316 ଆଉ 100 କେତେ ହଜାର କେତେ ତାଙ୍କର କରିଛନ୍ତି। ଯଦି କଲେ ତମେ ପୁଅ ହୁଅ କି ଝିଅ ହୁଅ କି ଗୋଟେ ଗ୍ୟାଙ୍ଗ ହୁଅ କି ତମ ମନରେ ଯାହା ଥାଉ, ମୁଁ ଜାଣିନି ତମ ମନରେ କ'ଣ ଅଛି। ଯଦି ତମେ ଗୋଟେ ପୁଅ କତିକି ଗୋଟେ ଝିଅଟେ ଭିଡ଼ିଓ କଲ୍ କଲ କି କଥା ହେଲ, ଆରାମସେ କଥା ହୁଅ, ଭାଇ ଭଉଣୀ ହୁଅ, ସାଙ୍ଗସାଥି ହୁଅ, ବନ୍ଧୁବାନ୍ଧବ ହୁଅ। ଇଏ ତ ଇନଷ୍ଟାଗ୍ରାମରେ କେହି କାହାର ବନ୍ଧୁବାନ୍ଧବ ନୁହଁ, ସବୁ ଅଲଗା ଲୋକ। ଯଦି ତମେ ଯାହା ହେଲ ତମେ ଆରାମସେ ତମେ କଥାବାର୍ତ୍ତା ହୁଅ, ତମେ କ'ଣ ଚାହୁଁଛ କୁହ। ତମେ ଯେଉଁ ସବୁବେଳେ କହୁଛ ଭିଡ଼ିଓ କଲ୍ କର ଭିଡ଼ିଓ କଲ୍ କର, ତମ ଚେହେରା ତମେ ଦେଖାଉନ, ତମେ ଆଉ ଜଣକୁ କହୁଛ ଚେହେରା ଦେଖାଅ। ସେ ଭିଡ଼ିଓ କଲ୍ କରିଦେଲା ପରେ ଏଟା ଦେଖାଅ ସେଟା ଦେଖାଅ କହୁଛ, ନ ଦେଖିଲା ବେଳକୁ କାଟି ଦେଉଛ। ତା ମାନେ କ'ଣ? ଯଦି ତମେ ଭିଡ଼ିଓ କଲ୍ରେ ସତରେ କଥା ହେବାକୁ ଚାହୁଁଛ, ମୁଁ ମୋ ମୁହଁଟା ଦେଖେଇଲି କି ତମେ ତମ ମୁହଁଟା ଦେଖିଲ, ଜାଣିଲି ଏଇ ଲୋକଟା ମୋ ସହିତ କଥା ହେଉଛି, ଭିଡ଼ିଓ କଲ୍ରେ କଥା ହେବି। ତମେ ଯେଉଁ କାଟି କୁଟା ପକାଉଛ ତା ମାନେ କ'ଣ? 2 ମିନିଟ୍ 3 ମିନିଟ୍ କହୁଛ ଦେଖିବାକୁ, ମୁଁ ନ ଦେଖିଲା ବେଳକୁ ତମେ କାଟି ଦେଉଛ। ତାପରେ ମୁଁ ମୋ ସ୍ତ୍ରୀ ଫଟୋ ଦେଖାଇଲା ବେଳକୁ, ମୋ ସ୍ୱାମୀ ସ୍ତ୍ରୀ ହଜବେଣ୍ଡ ଫଟୋ ଦେଖିଲା ବେଳକୁ କହୁଛ ଭଲ ହେଇଛି। ମୁଁ ଭଲ ହେଇଛି କହୁଛ, ତମେ ତ ଜଣାପଡ଼ୁ ତମେ ଭଲ ଝିଅ, ତାହେଲେ ତମେ ସାମ୍ନାକୁ ଆସୁନ କାହିଁକି? ଆଉ ତମେ ଫୋନ୍ଟାକୁ କାଟି ଦେଉଛ। ମାନେ କ'ଣ? 2 3 4 ମିନିଟ୍ ପାଇଁ କହୁଛ ଭିଡ଼ିଓ କଲ୍ କର, ସାମ୍ନାକୁ ଆସ, ନ ଆସିଲା ବେଳକୁ ପଟାସିନି କାଟି ଦେଉଛ। ତା ମାନେ କ'ଣ ମୁଁ ବୁଝିପାରୁନି। ଓଡ଼ିଶାବାସୀ ସତର୍କ ହେଇଯାନ୍ତୁ, ଝିଅ ପୁଅ ସ୍ତ୍ରୀ ଲୋକ। ଯିଏ ଭଲ ସତରେ ସେ ଭଲରେ କଥା ହେବ, ଯିଏ ଖରାପ ସେ ସବୁବେଳେ ଖରାପ। ଆଉ ଏଇଭଳିଆ ମୋତେ ଲାଗୁଛି ଆଜି ଏତିକି ଚାଲିଛି। ଆଉ ଆଠାରୁ ମୁଁ କେବେ ତା'ର ଆଇଡ଼ି ତାକୁ ବ୍ଲକ୍ କରିବାକୁ ଚେଷ୍ଟା କରିବି। ଆଉ ଯଦି ଭବିଷ୍ୟତରେ ଇଏ ମୋ ଉପରେ ଇଲିଗାଲ୍ କୌଣସି ପ୍ରକାର କେସ୍ ଆଣେ, ତାହେଲେ ଏଇ ଭିଡ଼ିଓଟି ରହିଲା। କାହିଁକିନା ମୁଁ ଆଗରୁ ସତର୍କ ହେଇଯାଉଛି, ଏଇଭଳିଆ ଝିଅଙ୍କ ତ ଟିକେ ଦୂରେଇ ରୁହନ୍ତୁ। କାହିଁକିନା ଏ କେତେବେଳେ କେଉଁ ମୁଦ୍ରାରେ କ'ଣ କରିକି ଲୋକଙ୍କୁ ଫସେଇକି ଲୁଟିବାକୁ ଚେଷ୍ଟା କରିବେ। ଆଉ ଦୟାକରି ଏଇଭଳିଆ ଝିଅଙ୍କ ତ ଦୂରେଇ ରୁହନ୍ତୁ। ଯିଏ ସାଙ୍ଗ ସେ ସବୁବେଳେ ସାଙ୍ଗ, ଡାଇରେକ୍ଟ ସାମ୍ନାରେ ଆସିବ କଥାବାର୍ତ୍ତା ହେବ, ହେଲେ ଏଇଭଳିଆ ଝିଅଙ୍କ ତ ଦୂରେଇ ରୁହନ୍ତୁ।